নমস্কার দর্শক বন্ধু, আজ 24 ডিসেম্বর 2025 বুধবার সকালর 20টি দেশ বিদেশের বছা বছা মুখ্য খবর আসুন জাঁয়া। তা পূর্ব ভিডিওকে লাইক সেয়ার সবসক্রাইব করতু যাকি প্রত্যেক দিন সকাল 5টায় দেশ বিদেশ খবর প্রথমে পাই। যদি আমি প্রথম খবর যা, ধলা বাদলরে ঘোড়াই হয়েছি মরুভূমি। সাউদি আফ্রিকা প্রথম সুরাহিতপাত হন্দস বন্ধু প্রচম উৎপাত পয় বিশাল মরু ভূখণ্ড পাই পরিস্থিতি ঝাউটি। যদি আমি পরবর্তী খবর যা, 36 বর্ষর প্রথম থর পাই লোকসভা পাই রাজ্যসভারে জিরো এবং পৌঁছিলে বিএসপি সম্পাদক সংখ্যা। ହଁ ଦର୍ଶକ ବନ୍ଧୁ, ବହୁଜନ ସମ୍ପଦବାଦୀ ପାର୍ଟି ରାଜନୈତିକ ଦଳ ଆଧାରରେ ଲଗାତାର ସମର୍ଜିତ ହୋଇ ସାରିଯାଇଛି। ବିଧାନସଭାରୁ ନେଇ ସଂଶୋଧନ ପର୍ଯ୍ୟନ୍ତ ଧୀରେ ଧୀରେ ଦୁର୍ବଳ ହେଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ହ୍ୟୁମାନ ସାଗରଙ୍କ ମାଙ୍କୁ ଏକଦା ପରି ମୁହଁ ଖୋଲିଲେ ଏଡିସିପି। କହିଲେ ଜଣଙ୍କୁ। ହଁ ଦର୍ଶକ ବନ୍ଧୁ, ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ମା ଫେରାଲି ସ୍ୱରାଙ୍କ ଏକଦା ପ୍ରସଙ୍ଗରେ ମୁହଁ ଖୋଲିଲେ ଏଡିସିପିଆଇ। କଟକ ଏଡିସିପିର ମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି 9 ଜଣଙ୍କ ନାଁରେ ଏକଦା ଦେଉଛନ୍ତି। ଯଦି ଆମେ ପରବର୍ତ୍ତୀ ଖବରକୁ ଯିବା, ବିଧାନସଭାରେ ଦରମା ବୃଦ୍ଧି ପ୍ରସଙ୍ଗ ହାଇକୋର୍ଟ ଦେଲେ ବଡ଼ ରାୟ। ହଁ ଦର୍ଶକ ବନ୍ଧୁ, ବିଧାନସଭାରେ ଦରମା ବୃଦ୍ଧି ମାମଲାକୁ ହାଇକୋର୍ଟରେ ଗ୍ରହଣ କରିନାହିଁ ଏଜି। ପିତାଙ୍କର ଆଶ୍ଚର୍ଯ୍ୟ ଦୃଷ୍ଟଘଟିରେ ଏହାକୁ ଗ୍ରହଣ କରୁଛନ୍ତି ହାଇକୋର୍ଟ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବାଂଲାଦେଶରେ ବଢ଼ୁଛି ହିନ୍ଦୁମାନଙ୍କର ଉପରେ ଅତ୍ୟାଚାର। ହଁ ଦର୍ଶକ ବନ୍ଧୁ, ବାଂଲାଦେଶରେ ହିନ୍ଦୁମାନଙ୍କର ଉପରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହଁ ଦର୍ଶକ ବନ୍ଧୁ, ରାଜ୍ୟରେ ରୋହିଙ୍ଗା ହିନ୍ଦୁମାନଙ୍କର ହତ୍ୟା କରାଯାଉଛି। ବାଂଲାଦେଶରେ ଭାରତୀୟ ଉଚ୍ଚାୟୁକ୍ତ ଉପକୂଳରେ ରହିଛି ହିନ୍ଦୁ ଅଳଟି ବାଂଲାଦେଶରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପୁରୀକୁ ଯାଇପାରିନାହାନ୍ତି କିଛି ଦୁଃଖ ନାହିଁ, ଏଠିକୁ ଥର କାଠକୁ ଛୁଇଁଦେଲେ ସବୁ କଷ୍ଟ ଦୂର ହେବ। ହଁ ଦର୍ଶକ ବନ୍ଧୁ, ଏପଟେ ଘଞ୍ଚ ଜଙ୍ଗଲରେ ସେପଟେ ରାଜପଥ ମଝିରେ ଚାଲିଥିବା ହୋମଯଜ୍ଞ ଶଙ୍କର କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତି ଉଠୁଛି ଜୟ ଜଗନ୍ନାଥ। ସାମିଲ ହୋଇଥିବା ପୀଠର ବୟସ ପାଖାପାଖି ଜଙ୍ଗଲ ଏବଂ ନିଆଁ ପାଇଁ ଗାଁ କାଟିରୁ ଅସଂଗୃତ କାଠ ଯିବା ପ୍ରଭୁଙ୍କ ଧାମର ସେଠି ରଥ ନିର୍ମାଣ ହେବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଜାନୁଆରୀ 31 ସୁଦ୍ଧା ଟଙ୍କା ଫେରାଇ ପାରିବେ 5 ଲକ୍ଷ ମୁଦ୍ରା ରିଫଣ୍ଡ ଜରିମାନା। ହଁ ଦର୍ଶକ ବନ୍ଧୁ, ଚିଟଫଣ୍ଡ ପ୍ରତିଗ୍ରସ୍ତ ଥିବା ସମସ୍ତଙ୍କର କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିଛନ୍ତି ଅର୍ଥ ବିଭାଗ ବିବୃତ୍ତି ଜାରି କରିଛି। କ୍ଷୁଦ୍ର ଜମାକାରୀଙ୍କ ମାନେ ଏହାର ସୁଯୋଗ ନେବା ସହିତ ସମସ୍ତଙ୍କର ଆବେଦନ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ 2026 ଜାନୁଆରୀ 31 ସୁଦ୍ଧା ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ତୃତୀୟ ମହିଳା ଟି20 ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ତ୍ରୁଟି ଏବଂ ସଫାରିକାଙ୍କ ଉପରେ ନଜର। ଦର୍ଶକ ବନ୍ଧୁ, ଆଜି ଘରୋଇ ଭାରତ ଏବଂ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ମଧ୍ୟରେ ତୃତୀୟ ଟି20 ଖେଳାଯିବ। ଭାରତ 1.0ରେ ସିରିଜ୍ ଅଗ୍ରଣୀ ରହିଛି। ଆଜି ଗତ ଦଳ ଦର୍ଶନରେ ବଦଳି। ଯଦି ଆମେ ପରବର୍ତ୍ତୀ ଖବର ଯିବା, 1800 ଟଙ୍କା ବଢ଼ିଲା ସୁନା କିଲୋ ପିଛା, ରୂପା 5000 ମହଙ୍ଗା। ହଁ ଦର୍ଶକ ବନ୍ଧୁ, ସୋମବାର ସୁନା ଏବଂ ରୂପା ଦର ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଭୟଙ୍କର 24 କ୍ୟାରେଟ ଏବଂ 22 କ୍ୟାରେଟ ସୁନା ଦର ଯଥାକ୍ରମେ 1900ରୁ 700 ଟଙ୍କା 1800 ଟଙ୍କା ବଢ଼ିଛି। ଫଳରେ ଏହି ଦୁଇ ବର୍ଗରେ 10 ଗ୍ରାମ ପିଛା ସୁନାର ଯଥାକ୍ରମେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଜମି ମାମଲାରେ ମନୋରମାଙ୍କ ବଦଙ୍କ ସମ୍ପତ୍ତି ରିଲ୍ କଲା ଓଏସ୍ୱାଇ। ହଁ ଦର୍ଶକ ବନ୍ଧୁ, ନିଜକୁ ବ୍ୟାଙ୍କର କହି ଠକିଥିଲା 20 କୋଟିରୁ ଅଧିକ ଟଙ୍କା। ହଁ ଦର୍ଶକ ବନ୍ଧୁ, ନିଜର ବ୍ୟାଙ୍କର ଅଧିକାରୀଙ୍କ କହି ବିଭିନ୍ନ ଲୋକଙ୍କୁ 20 କୋଟି ଟଙ୍କା ଠକିବା ଅଭିଯୋଗରେ ରାମନାରାୟଣଙ୍କର ଦଳ ଗିରଫ। ଅଭିଯୁକ୍ତଙ୍କ ଓପିସିଆଇଡି ଆଇନ ଅନୁଯାୟୀ କଟକ ନିଉରେ ହଜାର କାଇଥିବା ବର୍ତ୍ତମାନ ସେ ବିଚାର ହଜାର ଠକୁଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସ୍କୁଲ ଟିଚର ନିଯୁକ୍ତି ପାଇଁ 16,000 ଉର୍ଦ୍ଧ୍ୱ ପଦବୀ ଖାଲି ପଡ଼ିଛି, ଜାଣନ୍ତୁ କ'ଣ ରହିଛି ନିର୍ଦ୍ଦେଶାବଳୀ। ହଁ ଦର୍ଶକ ବନ୍ଧୁ, ଟିଚିଂ ଲାଇନରେ ଚାକିରି କରୁଥିବା ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ସ୍କୁଲ ଟିଚର ପାଇଁ ଆନ୍ଧ୍ରପ୍ରଦେଶ ଏପିଡିଏସ୍ସି 2025ରେ ନିଯୁକ୍ତି ଭର୍ତ୍ତି ପାଇଁ ଘୋଷଣା କରିଛନ୍ତି। ନିଯୁକ୍ତି ଭର୍ତ୍ତି ପାଇଁ 16,000ରୁ ଅଧିକ ପଦବୀ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ମେ 15 ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଆଶଙ୍କା ପାଦକୁ ଯୁଦ୍ଧ ହାଜର ତିଆରି କରୁଛି ଆମେରିକା।
ଗୋଲ୍ଡେନ୍ ସ୍କିମ୍ ପ୍ଲାନ୍ କରୁଛି ଟ୍ରମ୍ପ। ହଁ ଦେଶ ବନ୍ଧୁ, ଗୋଟିଏ କଥା କାହାକୁ ଅଛୁଆ ନାହିଁ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ଇତିହାସର ତାଙ୍କ ନାମ ପିଣ୍ଡକୁ କରିବାକୁ ଚାହୁଁଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ମହାନଦୀ ଜଳ ବିବାଦକୁ ନେଇ ପ୍ରଥମ ଉଚ୍ଚସ୍ତରୀୟ ବୈଠକ, ଅସଫଳ ଆଲୋଚନା ପାଇଁ ସହମତି ବାଟ ଫିଙ୍ଗିବା ନେଇ ଆଶା। ହଁ ଦେଶ ବନ୍ଧୁ, ତୁଟିବ ମହାନଦୀର ଜଳ ବିବାଦ ମାମଲା। ଉପମୁଖ୍ୟମନ୍ତ୍ରୀଙ୍କ ଭିକେ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ ଉଚ୍ଚସ୍ତରୀୟ ବୈଠକ। ଏହି ବୈଠକରେ ଉଭୟ ବିଜେପି, ବିଜେଡି ଏବଂ କଂଗ୍ରେସ ଦଳର ପ୍ରତିନିଧି ସାମିଲ ଥିଲେ। ଟ୍ରିପଲ ଇଞ୍ଜିନ୍ ସରକାରଙ୍କର ଖୁବ୍ ଶୀଘ୍ର ଓଡ଼ିଶା ଛତିଶଗଡ଼ ଜଳ ତ୍ରୁଟିକୁ ବଡ଼ ଆଶା କରାଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଅକ୍ଷୟ ତୃତୀୟାରେ ଦିନ ଏହି ଅନୁଯାୟୀ କରନ୍ତୁ ପୂଜା, ମିଳିବ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ। ହଁ ଦେଶ ବନ୍ଧୁ, ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ। ଏହି ଦିନରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜାର ବିଶେଷ ଶକ୍ତି ରହିଛି। ବିଶ୍ୱାସ କରାଯାଉଛି ଯେ ଏହିପରି ପୂଜା କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ। ଏହି ପର୍ବ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳନ ହୁଏ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଜାନୁଆରୀ 1ରୁ କଡ଼ାକଡ଼ି ଦେବ ପେଟ୍ରୋଲ ପମ୍ପର ଗାଡ଼ିର ପ୍ରଦୂଷଣ ଯଥା ନିୟମ। ପ୍ରଦୂଷଣ ମାତ୍ରେ ନହେଲେ ମିଳିବନି ପେଟ୍ରୋଲ କି ଡିଜେଲ। ହଁ ଦେଶ ବନ୍ଧୁ, ଜାନୁଆରୀ 1ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପର ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ। ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ କି ଡିଜେଲ। ପେଟ୍ରୋଲ ଡିଜେଲ ସଂଘ, ତୈଳ କମ୍ପାନୀ ଅଧିକାରୀ ଏବଂ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିଶନରଙ୍କ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଦୁନିଆ ପାଇଁ ବିପଦ ମେଡ୍ ଇନ୍ ଚାଇନା ସାମଗ୍ରୀ। ରାହୁଲ ଗାନ୍ଧୀ କହିଲେ, ଗଣତନ୍ତ୍ର ପାଇଁ ନିଜ ପ୍ରଦର୍ଶନକୁ କାହିଁକି ଜରୁରୀ। ହଁ ଦେଶ ବନ୍ଧୁ, କମ୍ପାନୀ ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ତଥା ଲୋକସଭା ସମ୍ପାଦକ ରାହୁଲ ଗାନ୍ଧୀ। ସେଠାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦାବି କରିଛନ୍ତି ଯେ ଭାରତ ଏବଂ ପଶ୍ଚିମ ଦେଶମାନେ ସାମଗ୍ରୀ ଉତ୍ପାଦନ ଦାୟିତ୍ୱ ଚୀନକୁ ଦେଉଛନ୍ତି। ମେଡ୍ ଇନ୍ ଇଣ୍ଡିଆ ଚାଇନା ସାମଗ୍ରୀ ଗଣତନ୍ତ୍ର ପାଇଁ ବିପଦ। ଯଦି ଆମେ ପରବର୍ତ୍ତୀ ଖବର ଯିବା, 24ରେ ରାଜ୍ୟ କ୍ୟାବିନେଟ 7ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ। ହଁ ଦେଶ ବନ୍ଧୁ, ରାଜ୍ୟରେ ସର୍ବବାହିନୀ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା 24 ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପୁରୀକୁ ଗଡ଼ିଲା ରଥକାଠ ଗାଡ଼ି। ଅକ୍ଷୟ ତୃତୀୟାରେ ଦିନ ଆରମ୍ଭ ହେବ ରଥ ନିର୍ମାଣ ଅନୁକୂଳ ନୀତି ଏବଂ ଚନ୍ଦନଯାତ୍ରା। ହଁ ଦେଶ ବନ୍ଧୁ, ଯଦି ଆମେ ପରବର୍ତ୍ତୀ ଖବର ଯିବା, ଦେବୀ ନଦୀ ମୁହାଣରେ ଟ୍ରଲର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବଞ୍ଚିଲେ 7 ମତ୍ସ୍ୟଜୀବୀ। ହଁ ଦେଶ ବନ୍ଧୁ, ଦେବୀ ନଦୀ ମୁହାଣରେ ଟ୍ରଲର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବଞ୍ଚିଲେ 7 ମତ୍ସ୍ୟଜୀବୀ। ପୁରୀ ଜିଲ୍ଲା ଅନ୍ତର୍ଗତ ଦେବୀ ନଦୀ ମୁହାଣ ଜିଲ୍ଲା ସର୍ବମତ୍ସ୍ୟଙ୍କ ପାଇଁ ବିପଦ। ମୁହାଣ ପୋତି ହୋଇ ଯିବାକୁ ବାରମ୍ବାର ଘଟୁଛି ଦୁର୍ଘଟଣା। ସୋମବାର ରାତିରେ ସମୁଦ୍ରକୁ ମାଛ ଧରି ଫେରୁଥିବା ବେଳେ ଟ୍ରଲର ପାଖ ଦେଇ ଜାଲ ପହଞ୍ଚି ଯାଇଥିଲା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା, ଘଣ୍ଟ ଘୋଡ଼ାଇ କମ୍ପି ଉଠିଲା ଅଞ୍ଚଳ। ହଁ ଦେଶ ବନ୍ଧୁ, ଧାଡ଼ି ବାନ୍ଧି ଯାଉଛନ୍ତି ମହିଳାମାନେ, ମୁଣ୍ଡରେ କଳସୀ ଧରି ନୂତନ ଶାଢ଼ୀ ପିନ୍ଧାଇ ବାହାରିଲେ କଳସ ଯାତ୍ରାର। ଯଦି ଆମେ ପରବର୍ତ୍ତୀ ଖବର ଯିବା, 8ରୁ ଭିତରକଣିକାର କୁମ୍ଭୀର ଗଣନା ଏବଂ 3 ଦିନ ବନ୍ଦ ରହିବ ଜାତୀୟ ଉଦ୍ୟାନ। ହଁ ଦେଶ ବନ୍ଧୁ, ଭିତରକଣିକା ଜାତୀୟ ଉଦ୍ୟାନ ପାଇଁ 2026 ମହିଳା ଜାନୁଆରୀ 1ରୁ 10 ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ତେଣୁ ଏହି 3 ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ଉଦ୍ୟାନ ଗାଁକାର ସୂଚନା ଦେଇଛି। ଶୀତ ସହ ଅମାବାସ୍ୟା ତିଥିରେ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇପାରେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଆଇଡିଆଇବି ବ୍ୟାଙ୍କରେ ଖାଲି ପଡ଼ିଲା ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ। ହଁ ଦେଶ ବନ୍ଧୁ, ଯଦି ଆପଣମାନେ ବ୍ୟାଙ୍କରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଇଡିବିଆଇ ବ୍ୟାଙ୍କକୁ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପଡ଼ିଛି ଆବେଦନକାରୀ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ମେ 1 ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଟ୍ରଲରକୁ ଧକ୍କା ଦେଲା ପିକନିକ୍ ବସ୍, କୁହୁଡ଼ି ଆଘାତ। ହଁ ଦେଶ ବନ୍ଧୁ, କୁହୁଡ଼ି ପାଇଁ ଦୁର୍ଘଟଣା। କୁହୁଡ଼ି ପାଇଁ ରାସ୍ତା ନ ଦେଖାଯିବାରୁ କାରଣରୁ ଧାନ ବୋଝେଇ ଟ୍ରଲରକୁ ନେଇ ନେଲା ପିକନିକ୍ ବସ୍।
ତେବେ ଏହି ଦୁର୍ଘଟଣାରେ ପ୍ରାୟ 20 ଜଣ ଆଘାତ ହୋଇଥିବା ସୂଚନା ରହିଛି। ତେବେ ଆତଙ୍କମାନଙ୍କ ଉଦ୍ଧାର କରାଯାଇଥିବା ଡୁଙ୍ଗୁରିଆପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।